ମକର ସଂକ୍ରାନ୍ତି ଅବସରରେ ମଞ୍ଚସ୍ଥ ହେବାକୁ ଯାଉଛି ମୋତେ ଭୁଲ ବୁଝିବନି ବାପା। ମକର ସଂକ୍ରାନ୍ତି ଅବସରରେ ସମାଜଧର୍ମୀ ସାମାଜିକ ବାର୍ତ୍ତା ବହନ କରୁଥିବା ପୁରାତନ ଜମିଦାରୀ ପ୍ରଥା ସହିତ ପ୍ରେମ ତ୍ୟାଗ ପ୍ରତାରଣାର କାହାଣୀକୁ ନେଇ ଗତିଶୀଳ ହେଉଛି ନାଟକ ମୋତେ ଭୁଲ ବୁଝିବନି ବାପା। ଖଲ୍ଲିକୋଟ କେଶପୁର ଅଞ୍ଚଳର ସୌଖିନ କଳାକାରଙ୍କୁ ନେଇ ପ୍ରସ୍ତୁତ ହେଉଛି ସାମାଜିକ ନାଟକ। 15 ଜଣ କଳାକାରଙ୍କୁ ନାୟକ ଖଳନାୟକ ହାସ୍ୟ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ନେଇ ଅଭ୍ୟାସ ଜାରି ରହିଛି। ନାଟକ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ଦାସ ଓ ପବନ ପଲେଇ ଲାଗି ପଡ଼ିଛନ୍ତି କଳାକାରଙ୍କୁ ଗାନ୍ଧର୍ବ ବିଦ୍ୟା ଶିକ୍ଷାଦାନରେ। କଳାକାରଙ୍କ ମାର୍ଜିତ ସଂଳାପରେ ଫାଟି ପଡ଼ୁଛି ଗାଁ ଆଖଡ଼ା। କଣ୍ଠଶିଳ୍ପୀ ସନ୍ଧ୍ୟା ଓ ସାଥୀଙ୍କ ସହିତ ସଙ୍ଗୀତଜ୍ଞ ଶ୍ରୀଧର ବାବୁ ଓ ସାଥୀ ବାଦ୍ୟଯନ୍ତ୍ର ଶିଳ୍ପୀ ଲାଗି ପଡ଼ିଛନ୍ତି ନାଟକକୁ ଜୀବନ୍ତ କରିବା ପାଇଁ। ଶ୍ରୀ ଶ୍ରୀ ବଜରଙ୍ଗୀ ନାଟ୍ୟ ସଂସଦର 10ମ ଅବଦାନରେ ଆସନ୍ତା 15 ତାରିଖ ବୁଧବାର ଅର୍ଥାତ୍ ଆସନ୍ତାକାଲି କେଶପୁର ହନୁମାନ ମନ୍ଦିର ନିକଟରେ ରାତି 9 ଘଣ୍ଟିକାରେ ପରିବେଷଣ ହେବାକୁ ଯାଉଛି ଏହି ଅଶ୍ଳୀଳ ସାମାଜିକ ନାଟକ ମୋତେ ଭୁଲ ବୁଝିବନି ବାପା। ସାର୍ ଆପଣଙ୍କ ପରିଚୟ? ମୁଁ ପ୍ରମୋଦ ଦାସ, ପମା ସାର୍ ବୋଲି ସମସ୍ତେ ଜାଣନ୍ତି, ଆଉ ନାଟ୍ୟ ନିର୍ଦ୍ଦେଶକ ଏବଂ ନାଟ୍ୟକାର। କ'ଣ କହିବା, ଆସନ୍ତାକାଲି ନାଟକ ପରିବେଷଣ ହେବ, ନାଟକର ନାଁ କ'ଣ ରହିଛି, କେତେଜଣ କଳାକାର ରହିଛନ୍ତି, କ'ଣ ରହିବ ସୋସିଆଲ ମେସେଜ ନାଟକ ମାଧ୍ୟମରେ? ନାଟକ ହେଉଛି ମୋତେ ଭୁଲ ବୁଝିବନି ବାପା। ଏଇଟା 1950 ମସିହାର ଷ୍ଟୋରି। ସେତେବେଳେ ଯେମିତି ସାମନ୍ତ ପ୍ରଥା ଏବଂ ଦାସ ପ୍ରଥା, ଏଇ ଦୁଇଟା ପ୍ରଥା ଉପରେ ସମ୍ପୂର୍ଣ୍ଣ ସୋସାଇଟି ଚାଲିଥିଲା। ଏବେ ଆଧୁନିକୀକରଣ ହେଲା, ତେଣୁ ଏଇ ବହିଟାକୁ ସିଲେକ୍ସନ୍ କରିଛନ୍ତି ଆମର ମ୍ୟାନେଜର ଭୀମସେନ ବାବୁ ଆଉ ଶ୍ରୀଧର ବାବୁ। ସେମାନେ ମୋତେ କହିଲେ, ସାର୍ ଏଇଟା ଗୋଟେ ଭଲ ମେସେଜ୍ ଅଛି ସୋସାଇଟି ପାଇଁ, ଅତି ସୁନ୍ଦର ଷ୍ଟୋରି ଆଉ ଅତି ମର୍ମନ୍ତୁଦ ଷ୍ଟୋରି, ଯେଉଁଟାକି ଏମିତିକା କାହାଣୀ ବୋଧେ ମୋର 200 ଖଣ୍ଡ ନାଟକ ଭିତରେ ନିର୍ଦ୍ଦେଶନା ଭିତରେ ଏମିତିକା ନାଟକ ବୋଧେ ମୋ ଜୀବନରେ ଆସିନଥିଲା। ଆଉ ହର ସାର୍ଙ୍କର ରଚନା, ମୋର ନିର୍ଦ୍ଦେଶନା ରହିଛି। ମୋତେ ମଧ୍ୟ ଅନ୍ୟମାନେ ସପୋର୍ଟ କରିଛନ୍ତି। ଆଉ ପିଲାମାନେ 15 ଦିନ ଧରିକି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଆଉ ମ୍ୟାନେଜମେଣ୍ଟ କମିଟି ମୋତେ ବହୁତ ସହଯୋଗ କରିଛନ୍ତି। ତେଣୁ ଏଇଟା ହେଉଛି ମକର ଯାତ୍ରା। ଏ ମକର ଯାତ୍ରା 3 ବର୍ଷ ତାଙ୍କେ ବହୁତ ଦିନ ଆଗରୁ କରୁଥିଲେ, କିନ୍ତୁ 3 ବର୍ଷ ହେଲା ଏଇ ଯେଉଁ ଯୁବକମାନେ ବାହାରିଲେ, ଶ୍ରୀଧର, ଆମର ଭୀମସେନ, ଆମର ଜୟନ୍ତ, ଆଉ ଏମାନେ ସବୁ ବାହାରିଲେ, ନାରଣ, ଏମାନେ ବାହାରିଲେ, ଏମାନେ ଯୁବକମାନଙ୍କୁ ଧରିକିରି ବଜରଙ୍ଗ ନାଟ୍ୟ ସଂସଦ ଦ୍ୱାରା ଏଇ ନାଟକ ମଞ୍ଚସ୍ଥ ହେଉଛି। ଆଉ ଏଇଟା ଗୋଟେ ହାଇ ବଜେଟ୍ର ନାଟକ। ସବୁବେଳେ ଏଇଠି ମୁଁ ଯେତେ ନାଟକ କରେ ଏଇଠି ପ୍ରାୟ 3-4 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଆଜ୍ଞା, ଗୋଟେ କଥା କହିବା, ଯନ୍ତ୍ରଶିଳ୍ପୀ କୁହନ୍ତୁ, କଣ୍ଠଶିଳ୍ପୀ କୁହନ୍ତୁ, କି ଅଭିନେତା ଅଭିନେତ୍ରୀ କୁହନ୍ତୁ, କିନ୍ତୁ ସବୁ ପରେ ନିର୍ଦ୍ଦେଶକଙ୍କ ଗୋଟେ ସ୍ୱତନ୍ତ୍ର ଭୂମିକା ଥାଏ ନାଟକକୁ ଜୀବନ୍ତ କରିବାରେ। କେତେ ପରିଶ୍ରମ କରିଛନ୍ତି, ଆଉ ଯେଉଁମାନେ କଳାକାରମାନେ କେଉଁ ଲେଭେଲର ପରିବେଷଣ କରୁଛନ୍ତି ବୋଲି ଆଶା? ନାଇଁ, ମୁଁ ମୋର ଜୀବନର ମୁଁ ବେଷ୍ଟ ଦେବାକୁ ଚେଷ୍ଟା କରିଛି। ପ୍ରତ୍ୟେକ ମଞ୍ଚରେ ବେଷ୍ଟ ଦେବାକୁ ଚେଷ୍ଟା କରେ। ଆଉ ମୁଁ ଖାଲି କରେନି, ମୋ ପାଖରେ ପବନା ସାର୍ ଅଛନ୍ତି, ରମେଶ ସାର୍ ଅଛନ୍ତି, ବାବୁ ସାର୍ ଅଛନ୍ତି, ଏମାନେ। ଆଉ ମୁଁ ଯେତେବେଳେ ଆର୍ଟିଷ୍ଟମାନଙ୍କୁ ଆଣେ ମଧ୍ୟ ସିଲେକ୍ସନ୍ କରିକି ଆଣେ। ସେମାନେ ଭଲ ଆର୍ଟିଷ୍ଟ ଆଉ ଟ୍ୟାଲେଣ୍ଟେଡ଼ ଆର୍ଟିଷ୍ଟ। କାରଣ ଭଲ କାହାଣୀଟିଏ ପାଇଁ ଅଭିନେତା ଯଦି ଠିକ୍ ନଥିବେ, ଅଭିନେତ୍ରୀ ଯଦି ଠିକ୍ ନଥିବ, ବାଦ୍ୟଯନ୍ତ୍ର ଯଦି ଠିକ୍ ନଥିବ, ତାହେଲେ ଭଲ ନାଟକ ସଫଳ ହୋଇପାରିବନି। ତେଣୁ ସମସ୍ତେ ଯଥୋଚିତ ପରିଶ୍ରମ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ନାଟକ ନିଶ୍ଚିତ ଭଲ ହେବ। ମୁଁ ଏଇ ସମ୍ବାଦ ମାଧ୍ୟମରେ କହିବାକୁ ଚାହୁଁଛି, ଆପଣମାନେ ଆସନ୍ତୁ, ନାଟକ ଟିକେ ଦେଖନ୍ତୁ। ମୋର କାଶ ଉଠି ହେଉଛି 15 ଦିନ ଅକ୍ଲାନ୍ତ ଏଇ ଥଣ୍ଡା। ତେଣୁ ତଥାପି ଆପଣମାନେ ଆସନ୍ତୁ, ଏ ନାଟକକୁ ଅନୁଭବ କରନ୍ତୁ। ଆଉ ଆପଣମାନେ ଆସିଲେ ମୁଁ ବହୁତ ଖୁସି ହେବି। ଆଜ୍ଞା, ଆପଣଙ୍କ ପରିଚୟଟା? ମୁଁ ଆଜ୍ଞା ଶ୍ରୀଧର ବୈଦ୍ୟ, କେଶପୁର ଗ୍ରାମବାସୀ ବୃନ୍ଦ। এই ବହିଟିକି ଆମେ 3 ଭାଇ ବହୁତ ଦାୟିତ୍ୱ ନେଇ କରୁଛୁ। ଜୟରାମ ବୈଦ୍ୟ, ଭୀମସେନ ବୈଦ୍ୟ, ମୁଁ ଶ୍ରୀଧର ବୈଦ୍ୟ। ଆଉ ଗ୍ରାମବାସୀଙ୍କ ସହଯୋଗ ବି ଆମକୁ ବହୁତ ଅଛି। ବହିର ନାଟକ ହେଉଛି ମୋତେ ଭୁଲ ବୁଝିବନି ବାପା। ପିଲାମାନେ କି ଆମର ବି ଛୋଟ କଳାକାର ବଡ଼ କଳାକାର ନେଇକି ବହୁତ ଅକ୍ଲାନ୍ତ ପରିଶ୍ରମ କରି ପିଲାମାନେ ବହୁତ ସଂଗଠନ କରିକି ଆମେ ବୋଧେ ଆୟୋଜନ କରୁଛୁ। ଆମର 3-4 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବୀର ବଜରଙ୍ଗ ବାଲିଙ୍କ କୃପାରୁ ବହୁତ ଭଲରେ ଚାଲିଛି, ଆମର କୌଣସି ଅସୁବିଧା କିଛି ନାହିଁ। ଆମେ ସବୁବେଳେ ଅନୁରୋଧ କରୁଛୁ, ଆପଣମାନେ ଅଞ୍ଚଳବାସୀ ସମସ୍ତେ ଆସିକି ଆମର ନାଟ ଦେଖିକି ଉପଭୋଗ କରି ଯାଆନ୍ତୁ।